ସାଙ୍ଗମାନେ ସଫଳତା ପାଇବାର ରାସ୍ତା ବହୁତ ହିଁ କଷ୍ଟ ହୋଇଥାଏ ଓ ସଫଳତା ପାଇବା ପାଇଁ ମଧ୍ୟ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ଆମେ ଆମର ସକାରାତ୍ମକ ଚିନ୍ତାଧାରାରେ ଅସଫଳତାକୁ ବି ସଫଳତାରେ ବଦଳାଇ ପାରିବା। ସଫଳତାକୁ ପାଇବାର ରାସ୍ତା ବହୁତ ହିଁ କଷ୍ଟ ହୋଇଥାଏ ଓ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ ବି କରିବାକୁ ପଡ଼ିଥାଏ। କହିବାକୁ ଗଲେ ଜୀବନରେ ଯଦି ସଂଘର୍ଷ କରିବା ତେବେ ଅସଫଳତାକୁ ବି ସଫଳତାରେ ପରିଣତ କରାଯାଇପାରିବ। ଆମର ଧାର୍ମିକ ଗ୍ରନ୍ଥରେ ଅସଫଳତାକୁ ସଫଳତାରେ କେମିତି ବଦଳାଯାଏ ଏହା ବିଷୟରେ ବିଭିନ୍ନ କଥା ଜଡ଼ିତ ଅଛି ଓ ଏହି କଥାରୁ ଆମକୁ ଏହି ଶିକ୍ଷା ମିଳିଥାଏ କି ଯଦି ଆମେ କିଛି ପାଇବାକୁ ଚିନ୍ତା କରିବା ଓ ହୃଦୟର ସହିତ ପରିଶ୍ରମ କରିବା ତ ସେହି ଜିନିଷ ଆମକୁ ନିଶ୍ଚୟ ମିଳିଥାଏ। ସାଙ୍ଗମାନେ ଯଦି ଆମେ କିଛି ପାଇବା ପାଇଁ ଚାହୁଁଛେ ଆଉ ଆମେମାନେ ହୃଦୟର ସହିତ ନିଜ ମନରୁ ଆମେ ଖୋଲିକିରି କାମ କରୁଛେ ତାହେଲେ ଆମେ ନିଶ୍ଚିନ୍ତ ଭାବରେ ସେ କାମରେ ସଫଳତା ହାସଲ କରିଥାଉ। କିନ୍ତୁ ଆମେ କ'ଣ କରିଥାଉ ନା ସବୁବେଳେ ପଛଘୁଞ୍ଚା ଦେଇଥାଉ। ଆମେ ଭାବିଥାଉ କି ଆମେ ପାରିବୁ ନାହିଁ, ସେଥିପାଇଁ ଆମେ ସବୁବେଳ ପାଇଁ ପଛରେ ରହିଯାଇଥାଉ। ରାମାୟଣ ଗ୍ରନ୍ଥରେ ହନୁମାନଙ୍କର ଏକ ପ୍ରସଙ୍ଗ ଏହା ସହିତ ଜଡ଼ିତ ଅଛି ଓ ଏହି ପ୍ରସଙ୍ଗରେ ଆମକୁ ଶିକ୍ଷା ମିଳିଥାଏ କି ଜୀବନରେ କେଉଁଭଳି ଭାବରେ ସଫଳ ହୋଇପାରିବା। ପ୍ରସଙ୍ଗ ଅନୁସାରେ ଶ୍ରୀରାମଙ୍କୁ ଦିନେ ମାତା ସୀତାଙ୍କ କଥା ବହୁତ ମନେ ପଡ଼ିଲା ଓ ରାମ ଏହି ଚିନ୍ତାରେ ପଡ଼ିଗଲେ କି ସୀତା ରାବଣଙ୍କ ଅଧୀନରେ ସୁରକ୍ଷିତ ଅଛି କି ନାହିଁ। ରାମଙ୍କୁ ଦେଖି ହନୁମାନଙ୍କ ତାଙ୍କୁ ଚିନ୍ତା କରିବାର କାରଣ ପଚାରିଲେ। ତେବେ ରାମ ହନୁମାନଙ୍କୁ ତାଙ୍କର ଚିନ୍ତା ବିଷୟରେ କହିଲେ ଓ କହିଲେ କି ରାବଣ ସୀତାଙ୍କ ଉପରେ କ'ଣ କ'ଣ ଅତ୍ୟାଚାର କରୁଥିବ। ରାମଙ୍କ ଏହି କଥା ଶୁଣି ହନୁମାନ ତାଙ୍କୁ କହିଲେ, ହେ ପ୍ରଭୁ, ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ସୀତାମାତାଙ୍କ ଖବର ନେଇ ଆସୁଛି। କିନ୍ତୁ କିଛି ସମୟ ପରେ ହନୁମାନ ଏହି ଚିନ୍ତାରେ ପଡ଼ିଗଲେ କି ସେ କେମିତି ସୀତାମାତାଙ୍କୁ ରାବଣର ଲଙ୍କାରେ ଖୋଜିବେ, କାରଣ ସେ ଆଗରୁ କେବେ ବି ମାତା ସୀତାଙ୍କୁ ଦେଖିନଥିଲେ। ଏହା ସହିତ ହନୁମାନ ରାବଣର ଲଙ୍କା କେମିତି ଅଟେ ଓ କେଉଁ ଜାଗାରେ ରାବଣ ମାତା ସୀତାଙ୍କୁ ରଖିଥିବ ଏହା ବିଷୟରେ ବି କିଛି ଜାଣିନଥିଲେ। ତଥାପି ମଧ୍ୟ ହନୁମାନ ମାତା ସୀତାଙ୍କୁ ସବୁ ଜାଗାରେ ଖୋଜିଲେ, କିନ୍ତୁ ତାଙ୍କୁ ମାତା ସୀତା ମିଳିଲେ ନାହିଁ। ସୀତାମାତାଙ୍କୁ ଖୋଜିବାରେ ଅସଫଳ ହୋଇଯିବା ପରେ ହନୁମାନ ବହୁତ ଦୁଃଖିତ ହୋଇଗଲେ ଓ ଦୁଃଖିତ ହୋଇ ଗୋଟିଏ ଜାଗାରେ ବସି ପଡ଼ିଲେ। ହନୁମାନଙ୍କୁ ଲାଗିଲା କି ସେ ମାତା ସୀତାଙ୍କୁ ରାବଣର ଏତେ ବଡ଼ ଲଙ୍କାରେ ଖୋଜି ପାରିବେ ନାହିଁ। କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ବିଚାର କରିବା ପରେ ହନୁମାନ ଚିନ୍ତା କରିଲେ କି ସୀତାମାତାଙ୍କୁ ଜଙ୍ଗଲରେ କିମ୍ବା କୌଣସି ଶାନ୍ତ ଜାଗାରେ ଖୋଜିବା ପାଇଁ। ଏହା ଚିନ୍ତା କରିବା ପରେ ହନୁମାନ ପୁଣି ଥରେ ସୀତାମାତାଙ୍କୁ ଖୋଜିବାରେ ଲାଗିଗଲେ ଓ ହନୁମାନ ବି ଏହି କାର୍ଯ୍ୟରେ ସଫଳ ହୋଇଥିଲେ। ଶେଷରେ ହନୁମାନଙ୍କୁ ମାତା ସୀତା ଅଶୋକ ବାଟିକାରେ ମିଳିଗଲେ। ଏହିଭଳି ଭାବରେ ହନୁମାନ ନିଜର ସକାରାତ୍ମକ ଚିନ୍ତାଧାରା ଦ୍ୱାରା ଅସଫଳତାକୁ ବି ସଫଳତାରେ ପରିଣତ କରିଥିଲେ। ସାଙ୍ଗମାନେ ଆମମାନଙ୍କୁ ଏଥିରୁ କ'ଣ ଶିକ୍ଷା ମିଳିଲା? ଯେମିତି ହନୁମାନ ମାତା ସୀତାଙ୍କୁ ଦେଖିନଥିଲେ, ସେ ଜାଣିବି ନଥିଲେ କି ମାତା ସୀତା କେଉଁ ଜାଗାରେ ଅଛନ୍ତି। ତାପରେ ମଧ୍ୟ ସେ କେବେ ପଛଘୁଞ୍ଚା ଦେଇନଥିଲେ, ସେ କେବେ ହାର ମାନିନଥିଲେ। ସେଥିପାଇଁ ସେ ମାତା ସୀତାଙ୍କୁ ଖୋଜି ପାଇଯାଇଥିଲେ। ତ ସେହିଭଳି ଆମକୁ ମଧ୍ୟ ଆମ କାର୍ଯ୍ୟରେ କେବେ ବି ହେଲେ ପଛଘୁଞ୍ଚା ଦେବାର ନାହିଁ। ଯେପର୍ଯ୍ୟନ୍ତ ଆମ କାମ ଆମକୁ ନ ମିଳିଯାଇଛି, ଆମେ ସଫଳ ନ ହୋଇଯାଇଛେ, ସେ ପର୍ଯ୍ୟନ୍ତ ଆମକୁ ଆମ କାମ କଣ୍ଟିନ୍ୟୁ କରିବାର ଅଛି। ଆଉ ଯଦି ଆମେ ସେ କାମକୁ ଅଧାରେ ଛାଡ଼ି ଦେଉଛେ ତାହେଲେ ଆମ ଜୀବନରେ ଆମେ ସଦାସର୍ବଦା ପଛରେ ରହିଯିବା। ଯାହାକି ଘଟୁଛି ଆଜିକାଲି ପିଲାମାନଙ୍କ ମନରେ ଆଶା ତ ବହୁତ ଅଧିକ, ହେଲେ ସେମାନଙ୍କ ପାଖରେ
काम करिवार शक्ति बिल्कुल भी नहीं, जहाँद्वारा कि से माने सदा सर्वदा सबु कर्म पछघुंचा देउछंती आ सबुथरे से माने हार मानुछंती। तो आमको कौन करिवार अछि ना, जदि आमे मनरे किछि भाबिकी रखिछि कि आमको एक कामटी किछि भी करी सफलता हासिल करिवार अछि, एक कामरे आमे निश्चित भाव में सफल हेबा। तो आमको कौन करिवार अछि ना, एक लयरे आम मनरे जेमिति अलगा किछि भी चिंता न आसीबा दरकार, काहाकू किछि पचारिबार आवश्यक मध्य नाही। आम कर्मरे आमको बाहरी जिबार अछि, आमको गोटिए आम मनरे चिंता रहिबा दरकार, मु मो कामरे केमिति सफलता हासिल करिबी। जे पर्यंत तुम मनरे एही भावना न आसीची से पर्यंत तुमे माने किछि भी करि परिबो नाही। तो सेथिपई सदा सर्वदा मनरे गोटिए कथा भाव कि मु जो कामरे बाहरुची से कामरे मु निश्चित भाव में सफल होइकिरी आसीबी। आगे निज आड़ को आंगुठी देखई कह कि मु पारिबी, मु ए काम करिपारिबी। आ जे पर्यंत तुमे निजको निज मन भितर दृढ़ न करिछ, दंभ न करिछ, से पर्यंत तुमे तुम जीवन रे किछि भी काम करिपारिबो नाही। सेथिपई सबुबळे निज मन को दृढ़ रख, केबे भी हेले मन भितर भांगी जाओ नहीं। कारण आजिका समय रे लोक माने तुमको नीचे देखैया पई चेष्टा करिवे, लोक माने तुमको भूल परिणत करिया पई मध्य चेष्टा करिवे। आ जदि तुमे माने लोक मानकर कथा सुनिबो ताहेले जीवन रे केबे भी हेले आगो को बढ़ी पारिबो नाही। तो सेति पई लोक मानक कथा को अवॉइड करी निज काम रे आगो को माड़ी चल आ सफलता हासिल कर। आ लोक मानकू देखई दियो जो माने तुम पछरे लगी जंती, जो माने तुमको आगो को बढ़िबा पई दउ नाहांती, सेमानक कथा को केबे भी हेले सुनंतु नाही। सेमानक कथा को सदा सर्वदा अवॉइड करिबा हेउची आम काम। कारण लोक माने केबे भी हेले सही पारिबे नाही जदि तुमे माने कोनोसी काम रे सफलता हासिल करूछ। तो सेति पई लोक मानक कथा को केबे भी हेले सुनंतु नाही। लोक माने सदा सर्वदा तुमको छोट देखैबे, लोक माने तुमको सदा सर्वदा नीच देखैबे, लोक माने सदा सर्वदा तुमको पछ घुंचा दबा पई बहुत कोशिश करिवे, बहुत चेष्टा करिवे। आमको केमिति आगू बढ़िबार अछि से कथा आमको चिंता करिबार अछि। एही प्रसंगरु कौन शिक्षा मिलिला? जीवन रे प्रायतः आमे निराश हो जाऊ और निराश होई आमे चेष्टा करिबा छाड़ी देई थाऊ, जहा कि भूल अटे। जदि आपण भी हनुमानक भली निजर चिंताधारा को सकारात्मक रखुचंती तेबे आपण भी असफलता को सफलतारे बदलाई पारिबे। धन्यवाद सांग माने, भिडियोटी को शेष पर्यंत देखिथिबारु आपण मानकु अशेष अशेष धन्यवाद। आशा करी मोर भिडियो आपण मानकु निश्चित भाव में किछि ना किछि शिखिबा पई मिलिथिबो। जदि किछि शिखिबा पई मिलिथिबो ताले लाइक टे करिदेबे, सांग मानक मध्यरे शेयर निश्चित भाव में करिदेबे। कमेंट बॉक्स रे आपण मानकर मतामत निश्चित भाव में रखिबे। जदि आपण माने आम टॉकिंग वर्ल्ड यूट्यूब चैनल रे प्रथम थर पई आम चैनल टी को सब्सक्राइब करिदेबे। धन्यवाद। जय जगन्नाथ, जय मां सरला, जय श्री कृष्ण।